ବର୍ଷା ପାଗରେ ଖାସି ମାଂସ ଆଳୁ ଝୋଳର ମଜା ନିଅନ୍ତୁ। ନମସ୍କାର, ମୁଁ ସସ୍ମିତା। ଆପଣ ସମସ୍ତଙ୍କୁ ସସ୍ମିତା ବେଷ୍ଟ କିଚେନକୁ ଅନେକ ଅନେକ ସ୍ୱାଗତ। ତାହେଲେ ଆସନ୍ତୁ ଆଜି ଆମେ ରାନ୍ଧିବା ମଟନ କରି କିମ୍ବା ଖାସି ମାଂସ ଆଳୁ ଝୋଳ। କମ୍ ମସଲା ଦେଇକି ରାନ୍ଧିବା, ପୁରାପୁରି ହେଲ୍ଦି ଆଉ ଟେଷ୍ଟି ବି ଅଛି। ତ ଏଇ ବର୍ଷା ପାଗରେ ମୁଁ ରାନ୍ଧିଲି ମଟନ ଆଳୁ ଝୋଳ। ତ ଆପଣମାନଙ୍କୁ ମୋର ଯଦି ଏହି ରେସିପି ଭଲ ଲାଗେ, ଲାଇକ୍ ସେୟାର କମେଣ୍ଟ କରିବେ। ମୋ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବେ। ତାହେଲେ ଆସନ୍ତୁ ରେସିପି ଆରମ୍ଭ କରିବା। ତ ଏଇଠି ଦେଖନ୍ତୁ 700 ଗ୍ରାମର ମଟନ ଅଣା ହେଇଛି, ଆଉ ତାକୁ ମୁଁ ଭଲ ଭାବରେ ଧୋଇ ନେଇଛି। ଏବେ ଆମେ ତାକୁ ମ୍ୟାରିନେଟ୍ କରିନେବା। ତ ଏଇଠି ଦେଖନ୍ତୁ ସ୍ୱାଦ ଅନୁସାରେ ଲୁଣ ଅଳ୍ପ ଦେଇ ନେଇଛି, ଆଉ ଏଇଠି ଅଧା ଚାମଚ ହଳଦୀ ଗୁଣ୍ଡ ଦେଇଛି। ତାପରେ ଭଲ ଭାବରେ ମିଶାଇ ନେବା। ତ ଏଇଠି ଦେଖନ୍ତୁ ଭଲ ଭାବରେ ପୁରାପୁରି ମିଶିଗଲାଣି। ଏବେ ଆମେ ଅଧା ଘଣ୍ଟା ପାଇଁ ତାକୁ ସାଇଡ଼୍ କରିନେବା। ତ ଏଇପଟେ ଆସନ୍ତୁ, ଦେଖନ୍ତୁ ଏଇଠି ମୁଁ କରେଇ ବସେଇକି ଆଳୁ ଭାଜି ନେଉଛି। ତ ତରକାରୀରେ ପଡ଼ିବ ଆଳୁ। ତ ଏଇଠି ଦେଖନ୍ତୁ ମୁଁ ଏମିତିକା ଟିକେ ଲାଲ ଲାଲ କରିକି ଭାଜି ନେଇଛି। ଏବେ ଗୋଟେ ଜାଗାକୁ ଆମେ କାଢ଼ି ନେବା। ଦେଖନ୍ତୁ, ତ ସେଇ କରେଇରେ ଆଉ ଅଳ୍ପ ତେଲ ଦେଇ ନେବା, ଆଉ ତେଲକୁ ଭଲ ଭାବରେ ଗରମ କରିନେବା। ଦେଖନ୍ତୁ ଏଇଠି ତେଲ ଭଲ ଭାବରେ ଗରମ ହେଇଯାଇଛି। ତ ଏଇଠି ଦେଖନ୍ତୁ ଗୋଟା ମସଲାରେ ଏଇଠି ଗୁଜୁରାତି, ଏଇଠି ଗୋଲମରିଚ, ଏଇଠି ଗାୟତ୍ରୀ ଫଳ, ଜାବିତ୍ରୀ ଆଉ ଡାଲଚିନି ଏସବୁକୁ ଦେଇକି ଟିକେ ଫୁଟେଇ ନେବା। ତାପରେ ଏଇଠି ମୁଁ 3ଟି ତେଜପତ୍ର ଦେଇଛି। ତାପରେ ଏଇଠି ଦେଖନ୍ତୁ କାଟିକି ରଖିଥିବା ପିଆଜକୁ ଦେଇଦେବା। ପିଆଜକୁ ଟିକେ ଲାଲ ଲାଲ କରିକି ଭାଜି ନେବା। ତ ଏଇଠି ଦେଖନ୍ତୁ ପିଆଜକୁ ଟିକେ ଲାଲ ଲାଲ କରିକି ଭାଜି ନେବା। ତ ପିଆଜ ଏଇଠି ଭାଜି ହେବା ଭିତରେ ଦେଖନ୍ତୁ ଏଇଠି ମାର୍କେଟରୁ ଗୋଟା ମସଲା ପ୍ୟାକେଟ୍ ଆସିଥିଲା। ତ ମୁଁ ତାକୁ ଟିକେ କୁଟି ନେବି, ଦରକୁଟା କରିନେବି ହେମଦସ୍ତାରେ। ତ ଏଇଠି ଦେଖନ୍ତୁ ପିଆଜ ଆମର ପୁରାପୁରି ଲାଲ ଲାଲ ଭାଜି ହେଇଗଲାଣି। ଏବେ ଏଇଠି ଅଦା ରସୁଣ ପେଷ୍ଟ ଦେଇଦେବା। ତ ଏଇ ଅଦା ରସୁଣକୁ ମୁଁ ଶିଳରେ ବାଟି ନେଇଛି। ତ ଅଦା ରସୁଣ ପେଷ୍ଟକୁ ବି ଭଲ ଭାବରେ ଭାଜି ନେବା। ତ ଏଇଠି ଦେଖନ୍ତୁ ଭାଜି ହେଇଗଲାଣି। ତ ଏବେ ଏଇଠି ହଳଦୀ ଗୁଣ୍ଡ ଗୋଟେ ଚାମଚ ଦେଇଦେବା, ଆଉ ଭଲ ଭାବରେ ଚଲେଇ ନେବା। ଏଇଠି ଜିରା ଗୁଣ୍ଡ ଦେଇଦେବା ଗୋଟେ ଚାମଚ, ତାକୁ ବି ଭଲ ଭାବରେ ଚଲେଇ ନେବା। ନ ଚଲେଇଲେ କ'ଣ ହେବ ନା ଲାଗିଯିବ। ଆଉ ଗ୍ୟାସର ଆଞ୍ଚକୁ ପୁରା लो ରଖିକି ଗୁଣ୍ଡ ମସଲା ଦେବେ। ତ ଏଇଠି ଧନିଆ ଗୁଣ୍ଡ ଦେଇଦେବା, ତାକୁ ବି ଭଲ ଭାବରେ ଚଲେଇ ନେବା। ଲଙ୍କା ଗୁଣ୍ଡ ପରେ ଦେବା। ତ ଏଇଠି ଦେଖନ୍ତୁ ମସଲା ଆମର ଭଲ ଭାବରେ ଭାଜି ହେଇଗଲାଣି। ଏବେ ଆମେ ଅଳ୍ପ ଟିକେ ପାଣି ଦେଇଦେବା। ଦେଖନ୍ତୁ ଏ ମସଲା ପାଣି। ତ ଏଇଠି ଅଳ୍ପ ଟିକେ ପାଣି ଦେଇକି ମସଲାକୁ ଫୁଟେଇ ନେବା। ତ ଏଇଠି ଦେଖନ୍ତୁ ଆଜି ମୁଁ କରେଇରେ ମଟନ ରାନ୍ଧିବି। ଏଇଠି ଦେଖନ୍ତୁ ମସଲା ଆମର ପୁରାପୁରି ରେଡ଼ି ହେଇଗଲାଣି। ଦେଖନ୍ତୁ ମସଲାଟା ହେଇଗଲାଣି, କାହିଁକି ନା ତେଲଟା ଉପରକୁ ହେଉଛି। ତ ଏବେ ଆମେ ଯେଉଁ ମ୍ୟାରିନେଟ୍ କରିକି ରଖିଥିବା ମଟନକୁ ଦେଇଦେବା, ଆଉ ଭଲ ଭାବରେ ଚଲେଇ ନେବା। ତ ଏଇଠି ଲୁଣ ଏବେ ଦେବାନି, କାହିଁକି ନା ମ୍ୟାରିନେଟ୍ କଲାବେଳେ ଲୁଣ ପକାଇଥିଲେ। ଲୁଣଟା ଆମେ ପରେ ଦେଖିକି ଦେବା। ତ ଏଇଠି ଭଲ ଭାବରେ ମିଶାଇ ନେବେ ମସଲା ସାଙ୍ଗରେ ମଟନକୁ। ଏବେ ଆମେ ଦେଇଦେବା ଲଙ୍କାଗୁଣ୍ଡ। ଏଇଠି ମୁଁ ଝାଲ ଲାଲ ଲଙ୍କାଗୁଣ୍ଡ ଦେଇଛି। ତ ଏଇଠି ଦେଖନ୍ତୁ କାଶ୍ମୀର ଲଙ୍କାଗୁଣ୍ଡ ଦେଇଛି କଲର୍ ପାଇଁ। ଏଇଠି ମିଟ୍ ମସଲା ଦେଇଦେବା। ଏସବୁକୁ ଦେଇକି ଭଲ ଭାବରେ ମିଶାଇ ନେବା, ଭଲ ଭାବରେ ଚଲେଇ ନେବା। ଏବେ ଆମେ ମଟନକୁ ଚଲେଇ ନେବା, ଭଲ ଭାବରେ ଭାଜି ନେବା। ଏଇଠି ପାଣି ଜମା ବି ଦେବାନି। ଆଉ ଏଇଠି ମଟନକୁ 5-7 ମିନିଟ୍ ପାଇଁ ପୁରା ଭାଜି ନେବା। ତ ଏଇଠି ଦେଖନ୍ତୁ ମଟନକୁ ମୁଁ ପୁରାପୁରି ଚଲେଇ ନେଇଛି। ଏବେ ଆମେ ଯେଉଁ ମୁଁ ଦରକୁଟା କରିକି ରଖିଥିଲି ମସଲା ଗୁଣ୍ଡ, ତାକୁ ଦେଇ ନେବା। ଏଇଠି ଦେଖନ୍ତୁ ଗୋଟେ ଗୋଟାଳିଆ ରସୁଣ ଦେଇଛି, ତାର ଫ୍ଲେଭରଟା ବହୁତ ଭଲ ଆସିବ। ଏବେ ଆମେ ଭଲ ଭାବରେ ଚଲେଇ ନେବା।
तो ये देखंतु पूरापूरी भल भाव चलै नेली। एबे मु ढांकुणी मारिकी एठी किछि टाइम रखिकी चलै नेबा। देखंतु तो ये देखंतु आइंस पानी पूरापूरी सुखी जाइछि। मने रखिबे आइंस पानीटा को पूरापूरी सुखेई देबे जेमिति तार तेल अंशटा बाहरिबो। एबे आमे कोन करिबा ना एठी पानी दे देबा आ मटन को सिजिबा को देबा। देखंतु एठी पानी दे सारला परे भल भाबरे चलै नेबा। मने रखिबे आइंस पानीटा पूरा सुखी गला परे ही पानी देबे। एठी देखंतु मु भल भाबरे पूरा चलै नेछि। तो एबे आमे ढांकुणी मार देबा पूरापूरी 20 रु 25 मिनिट मीडियम आंच रे रखि नेबा। तो ये देखंतु 20 रु 25 मिनिट हे गलानी आउ ये हमर मटन भी सीझी गलानी। तो एबे आमे जो भाजी की रखी आलू पकई देबा। तो आलू को सब बेले पछरे देबे नले सीझिकी गुंडा हो जिवो। तो ये देखंतु स्वाद अनुसार लूण दे देबा। लूण ये मु कम देछि काहेकि ना आगरु मटन रे लूण देइथिली। एठी टिके कभर दे कर देबा ढांकुणी मार देबा। तो ये देखंतु ढांकुणी खुली नेबा आउ थरे आमे भल भाबरे चलै नेबा। एबे आमे झुड़ो पाई पानी देबा। जेतिकी झुड़ो करिवे से अनुसार पानी देबे। आउ आलू को भी टिके सिजिबा को पड़िबो काहेकि ना आलूटा मु पछरे देइछि। तो ये देखंतु पानी दे देइछे पूरा पूरी अध घंटा पाई सिजिबा को छाड़ी देबा काहेकि ना मटनटा डेरी हुए सिजिबा पाई। तो ये देखंतु पूरापूरी अध घंटा हो गलानी आउ ये तरकारी देखंतु मु ये चलै नेबी भल भाबरे। तो ये देखंतु मटन भी आमर पूरापूरी भल भाबरे सिझी जाइछि आउ देखंतु रसुण भी पूरा सिझी जाइछि। ये आलू को चेक करिबा आलू भी सिझी जाइछि। तो गरम अच्छी मांस को धरी हेबनी तथापि तो बहुत गरम अच्छी होनी। देखंतु तथापि सिझी जाइछि। तो ये देखंतु पूरापूरी मटन सिझी जाइछि। तो आपण माने मो प्रोसेस रे निहाती मटन करंतु। एई वर्षा पागरे मटन तरकारी मजा नियंतु। तो ये देखंतु भल भाबरे सिझी जाइछि। ये तो गरम मसला आगरु दे देइछे तो देबानी एबे। एबे खाली आमे काटिकी रखिथिबा धनिया पत्र को दे देबा आउ किछि भी देबानी। तो ये देखंतु धनिया पत्र देकी गैस को बंद कर देबा आउ टिके भल भाबरे चलै नेबा। तो एबे हमर रेडी हो गलानी मटन करी। तो आपण माने मो प्रोसेस रे निहाती बनांतु। आउ जदि मोर ई रेसिपी भल लागिला लाइक शेयर कमेंट कर दियंतु। मो चैनल ले नुआ थिले सब्सक्राइब कर दियंतु। पाखरे थिबा बेल आइकन को क्लिक कर नियंतु। तो ये देखंतु तरकारी कलर भी बहुत सुंदर होइछि पूरा लाल लाल होइछि। तो ये देखंतु मु बाढ़ी नउछि। ये मटन पूरा सिझी जाइछि देखंतु हाड़वा बाहरी जाइछि। तो रहिली नमस्कार पुणी देखा हबो आउ गोटे वीडियो रे। आ तरकारी बहुत टेस्टी थिला। तो आपण माने निहाती बनांतु। रहिली।